नमस्कार। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭିଡ଼ିଓଟି। ଓଡ଼ିଆ ଭାଗବତ, ଲେଖକ ଜଗନ୍ନାଥ ଦାସ, ତୃତୀୟ ସ୍କନ୍ଧ, ଦ୍ୱିତୀୟ ଅଧ୍ୟାୟ। ନାରାୟଣଂ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ ଦେବୀ ସରସ୍ୱତୀଂ ବ୍ୟାସଂ ତतो ଜୟମୁଦୀରୟେତ୍। ଶୁକ ଉବାଚ। ଏମନ୍ତ ବିଦୁର ବଚନ ଶୁଣି ଉଦ୍ଧବ ହତ ଜ୍ଞାନ। କୃଷ୍ଣ ଚରଣେ ଚିତ୍ତ ଦେଇ ଉତ୍କଣ୍ଠେ ନ ପାରଇ କହି। 5 ବରଷେ ତାର ମାତା ପ୍ରାତଃ ଭୋଜନେ ଡାକେ ସୁତ। କୃଷ୍ଣ ସେବାରେ ଦେଇ ମନ ଉଦ୍ଧବ ନ କରେ ଭୋଜନ। କୃଷ୍ଣ ସେବାରେ ଦିନ ଗଲା ସ୍ୱଭାବେ ବୟସ ସରିଲା। ବିଦୁର ବାକ୍ୟ ଶୁଣି କନେ ବଚନ ନ ସ୍ଫୁରେ ବଦନେ। କୃଷ୍ଣ ଚରଣେ ଦେଇ ମନ ମୁହୂର୍ତ୍ତେ ରହିଲା ମୌନ। ତକ୍ଷଣେ ଦେହ ଭାବ ଛାଡ଼ି କୃଷ୍ଣ ଭକତି ଜଳେ ବୁଡ଼ି। କୃଷ୍ଣ ଚରଣ ସୁଧା ପାନ କରି ପାଇଲା ଦିବ୍ୟ ଜ୍ଞାନ। ପୁଲକ ହେଲା ରୋମ ରାଜି ଅଶ୍ରୁ ମୁଛଇ ଚକ୍ଷୁ ବୁଜି। ଧ୍ୟାନେ ହୋଇଲା ପୂର୍ଣ୍ଣ କାମ ସ୍ନେହ ସଳିଳେ କଲା ସ୍ନାନ। ଧ୍ୟାନ ଛଡ଼ାଇ କୃଷ୍ଣ ପାଦେ ପୁଣି ମିଳିଲା ଦେହ ମଧ୍ୟେ। ବେନି ଲୋଚନ ଘଷି କରେ ନିଶ୍ୱାସ ଛାଡ଼ି ଖର ଥରେ। ବିଦୁର ମୁଖ ଚାହିଁ ଦୁଃଖେ ଉଦ୍ଧବ କହେ ଅଶ୍ରୁ ମୁଖେ। ଉଦ୍ଧବ ଉବାଚ। ଯାଦବ ମଧ୍ୟ କୃଷ୍ଣ ଥାଇ ସୂର୍ଯ୍ୟର ପ୍ରାୟ ପ୍ରକାଶଇ। ସେ ସୂର୍ଯ୍ୟ ଅସ୍ତାଚଳେ ଗଲା ନିବିଡ଼ ତମ ପ୍ରକାଶିଲା। ମୁଁ ଏବେ ଅତି ଦୁଃଖ ଶୋକେ ପଡ଼ିଛି ଅଜଗର ମୁଖେ। ଆମ୍ଭ କୁଶଳ କାହିଁ ଆର କହିବି ଶୁଣ ହେ ବିଦୁର। ସଂସାର ମଧ୍ୟ ଯେତେ ଜନ ସର୍ବ ହୋଇଲେ ଭାଗ୍ୟହୀନ। ଦେଖ ଅଭାଗ୍ୟ ଯଦୁବଂଶ ବାଳକ ପ୍ରାୟ ବୁଦ୍ଧିଭ୍ରଂଶ। ବସନ୍ତି କୃଷ୍ଣ ଅଙ୍ଗ ସେଙ୍ଗ ରାତ୍ର ଦିବସ ଅନୁରାଗେ। ତାହାଙ୍କୁ କେହି ନ ଜାଣିଲେ ଚନ୍ଦ୍ରକୁ ମୀନ ଯେହ୍ନେ ଜଳେ। ଯାଦବେ କୃଷ୍ଣ ସଙ୍ଗ ମେଳେ ଦିନ ହରନ୍ତି କୁତୂହଳେ। ସଙ୍ଗତେ ପାଇ ନର ହରି ଦେଖନ୍ତି ଅନାଦର କରି। ଅତି ନିପୁଣ ସେ ଅଟନ୍ତି ଜ୍ଞାନୀ ହେଲେହେଁ ନ ଜାଣନ୍ତି। ଯାର ମାୟାରେ ଅନ୍ୟ ଜନେ ବୈରୀ ଭାବ ଚିନ୍ତି ମନେ। କୃଷ୍ଣର ମାୟା ବଳେ ଗ୍ରନ୍ଥି ମନୁଷ୍ୟ ପ୍ରାୟ ସେ ମଣନ୍ତି। ପ୍ରାଣିକ ତପୋବଳ ଚାହିଁ ନୟନେ ଶରୀର ଦେଖାଇ। ପୁଣି ହରିଲେ ନିଜ ଅଙ୍ଗ ପ୍ରାଣୀଙ୍କ ଚକ୍ଷୁ ଘେନି ସଙ୍ଗ। ମାୟା ମନୁଷ୍ୟ ରୂପେ ହରି ଅନନ୍ତ ଲୀଳା ଏ ବିହରି। ସର୍ବସମ୍ପଦ ଆତ୍ମା ତୁଲେ ନିଜ ଭୁବନେ ବିଜେ କଲେ। ଧର୍ମକୁ ମୋର ଯଜ୍ଞ କାଳେ ଦେବ ମନୁଷ୍ୟ ଋଷି ମେଳେ। ଯେ ରୂପ ଦେଖି ଦୋଷ ମନେ କୈବଲ୍ୟ ଲଭିଲେ ଲୋଚନେ। ବ୍ରହ୍ମା ସର୍ଜନ ଯେଣୁ ନୋହି ତେଣୁ ସକଳ ମନ ମୋହି। ଯେ କୃଷ୍ଣ ଅନୁରାଗ ମୁଖ ସୁନ୍ଦର ହାସ ରଙ୍ଗ ରେଖ। ତେଣେ ମୋହିତ ଚିତ୍ ହରି ମୋକ୍ଷ ଲଭିଲେ ବ୍ରଜ ନାରୀ। ସେ ଶାନ୍ତି ରୂପ ଏକ ରୂପୀ ବସଇଁ ସର୍ବଭୂତେ ବ୍ୟାପୀ। ତାର ବିଭୂତି ଦେବଗଣ ପୂଜନ୍ତି ତାହାର ଚରଣ। ଦେବଙ୍କ ଅର୍ଥେ ସେ ମୁରାରି ଜନ୍ମଇ ନାନା ରୂପ ଧରି। ସ୍ୱଭାବେ ଜନ୍ମ ଯାର ନାହିଁ ନିମି ଅର୍ଥେ କଳ୍ପେ ଦେହି। ଅଗ୍ନି ଯେ ଶନେ ନାନା ମତେ ଯତନେ ଜଳଇ ଜଗତେ। ଏ କଥା ମୋରେ ଖେଦ କରେ ସେ ଜନ୍ମି ବାସୁଦେବ ଘରେ। କଂସର ଡରେ ଗୋପ ମେଳେ ଲୁଚି ଯେ ଥିଲେ ବାଳ କାଳେ। ତହୁଁ ମଥୁରାପୁରେ ଆସି ଗଜ ଚାଣୁର କଂସ ନାଶି। ଯାଇଣ ମାତା ପିତା ପାଶ ବୋଇଲେ କ୍ଷମା କର ଦୋଷ। ତୁମ୍ଭଙ୍କୁ ନିଶ୍ଚିନ୍ତ ନ କରି ବିଅର୍ଥେ ବେଦେହ ଧରି। ସେ କଥା ବିଡ଼ମ୍ବନ ମୋତେ ହୃଦୟ ଦେହେ ଅବିରତେ। ତାର ଚାରୁଣ ରେଣୁ ଗନ୍ଧ ଆଘ୍ରାଣ କରି ନାସାରନ୍ଧ୍ର। କେତାପା ସୋରିପାରେ ଚେଇ ସୁଦୃଢ଼ ଯୋଗାଭ୍ୟାସ ନିତ୍ୟ। ଭୂମିର ଭାର ନାଶ ଅର୍ଥେ ତାହାର ଜନ୍ମ ଏ ଜଗତେ।
ତୁମ୍ଭେ ତ ଦେଖିଅଛ ଡୋଳେ ଧର୍ମନନ୍ଦନ ଯଜ୍ଞ କାଳେ। ଯାହାକୁ ଶିଶୁପାଳ ନିନ୍ଦି ତକ୍ଷଣେ ତାର ଦେହେ ବେଧି। ଲୁଚିଲା ଅଭୟ ଚରଣେ ରହିଲା ଅଜରା ମରଣେ। ଯେ ଗତି ଯୋଗୀ ଜନେ ଚିନ୍ତି ଜନ୍ମ ମରଣୁ ନିସ୍ତରନ୍ତି। ତାର ବିଯୋଗ କେବା ସହେ ଯେବା ଜଗତେ ଦେହ ବହେ। ଦେଖ ଭାରତ ଯୁଦ୍ଧ ଯେତେ ରଥି ପଦାତି ଅପ୍ରମିତେ। ଭୂଲୋକେ ଯେତେ ବୀର ଥିଲେ ମରଣେ ତା ମୁଖ ଦେଖିଲେ। ଅର୍ଜୁନ ବାଣେ କ୍ଷୀଣ ହୋଇ ପଶିଲେ ତାର ଦେହେ ଯାଇ। ତ୍ରୈଲୋକ୍ୟନାଥ ସେ ଅନନ୍ତ ସ୍ୱଭାବେ କମଳାର କାନ୍ତ। ତ୍ରିଦଶ ଦେବେ ତା ଚରଣେ ସେବା କରନ୍ତି ଅନୁକ୍ଷଣେ। ଯାର ସମାନ ବା ଅଧିକ ନାହିଁ ଏ ଚତୁର୍ଷ ଲୋକ। ସେ ପୁଣି ସ୍ଥାପି ରାଜପଦେ ପୂଜିଲା ଉଗ୍ରସେନ ପାଦେ। ଭୃତ୍ୟର ଭୃତ୍ୟ ଅଟେ ଯେହୁ ତାହାକୁ ଆଜ୍ଞା ମାଗେ ସେହୁ। ଏ କଥା ଦେଖି ହେ ବିଧୁର ଅତି ଦୁଃଖିତ ଚିତ୍ତ ମୋର। ଦେଖ ପୂତନା ଧାତ୍ରୀ ରୂପେ ସ୍ତନ ନିବେଶି ତାର ମୁଖେ। କ୍ଷୀର ଗରଳ ସେଙ୍ଗ ଦେଇ ପଶିଲା ତାର ଦେହେ ଯାଇ। ସେ ଦୟାନିଧିର ଚରଣ କେବା ନ ପଶିଲା ଶରଣ। ଯେତେ ଅସୁର ଏ ଜଗତେ ନାସିଲେ ଗୋବିନ୍ଦର ହସ୍ତେ। ଗରୁଡ଼ କନ୍ଦେ ତାକୁ ଚାହିଁ ପଶିଲେ ତାର ଦେହେ ଯାଇ। ସେ ଭାଗବତ ମଧ୍ୟ ସାର କିଏ ବା ଦେବା ପଟାନ୍ତର। କଂସ ରାଜାର ବନ୍ଦୀ ଘରେ ଜନ୍ମିଲା ଦେବକୀ ଉଦରେ। ବ୍ରହ୍ମାଙ୍କ ବୋଲେ ହୃଷିକେଶ ଧରଣୀ ଭାର କଲେ ନାଶ। ସେ ବସୁଦେବ କଂସ ଡରେ ନେଇ ଥୋଇଲା ନନ୍ଦ ଘରେ। ଗୁପତେ ସେଙ୍ଗ ହଳଧର ବଢ଼ିଲେ 11 ବର। ଗୋପ ବାଳକ ସେଙ୍ଗ ଥାଇ ବନେ ଚରାନ୍ତି ନିତ୍ୟ ଗାଇ। ବେଣୁ ଶବଦ ଶିଙ୍ଗାନାଦେ ବଣେ ବୁଲନ୍ତି ଅପ୍ରମାତେ। ଯମୁନା କୂଳେ ଥାଇ ନିତ୍ୟ ଭୃଙ୍ଗ କୋକିଳ ନାଦ ଗୀତେ। ବରଜବାସୀଙ୍କ ଲୋଚନେ କୁମାର ଲୀଳା ଅନୁଦିନେ। ରୋଦନ ହସନ ଖେଳନେ ନିରତେ ବସେ ତାଙ୍କ ମନେ। ବାଳ ସିଂହର ପ୍ରାୟ ଚାହେଁ ଯେ କାଳେ ଯେ ଲୀଳା ଦେଖାଏ। ଦିନକୁ ଦିନ ଶୋଭାବନ୍ତ ବନେ ବୁଲଇ ନନ୍ଦସୁତ। ଗୋଧନ ଘେନି ଗୋପ ସେଙ୍ଗ ବେଣୁ ବଜାଇ ନାନା ରେଙ୍ଗ। କଂସର ଆଜ୍ଞାରେ ଅସୁରେ ଯେତେ ମିଳିଲେ ଗୋପପୁରେ। ପୂତନା ଆଦି ମାୟା ରୂପୀ ମିଳିଲେ ବନ ଗିରି ବ୍ୟାପୀ। ତାହାଙ୍କୁ କରି ବାଳ ଖେଳା ହେଲେ ମାଇଲେ ନନ୍ଦ ବଳା। ଯମୁନା ବିଷ ଜଳ ଖାଇ ମରୁ ଯେ ଥିଲେ ଗୋପ ଗାଈ। ତାଙ୍କୁ ଜିଆଇ ନନ୍ଦ ବାଳ ଅମୃତ କଲା ବିଷ ଜଳ। ଇନ୍ଦ୍ର ଉପଭଙ୍ଗ କରି ଗୋପଙ୍କୁ ପୂଜାଇଲେ ଗିରି। ଯଜ୍ଞ ବିଭେକ ଗୋପ କରି ଇନ୍ଦ୍ର ବରଷେ ଘୋର ବାରି। ଗୁରୁ ଗୋପାଳଙ୍କ ବିକଳ ତକ୍ଷଣେ ଦେଖି ନନ୍ଦ ବାଳ। ଛତ୍ର ଆକାରେ ଗିରି ଧରି ରଖିଲେ ଗୋପପୁର ଶିରି। ଶରଦ ଚନ୍ଦ୍ର ନିଶି ଚାହିଁ କାନନେ ବେଣୁ ନାଦ ବାଇ। ସେ ଗୋପୀମଳ ମନ ରାସ ଉବେ ଭଗବାନ। 16 ସହସ୍ର ଗୋପୀ ନାରୀ ରମିଲେ ନାନା ରୂପ ଧରି। ତାର ମହିମା କେ କହିବ ଯାହା ନ ଜାଣେ ବ୍ରହ୍ମା ଶିବ। ସେ ହରି ଚରଣ କମଳେ ସୁଜନେ ଚିତ୍ତ ଧ୍ୟାନ ବଳେ। ବିଦୁର ଉଦ୍ଧବ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। ଏଣେ ଗୋବିନ୍ଦ ପାଦେ ରସ କହଇଁ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ଦ୍ୱିତୀୟ ଅଧ୍ୟାୟ ସମାପ୍ତ। ଆଜି ପାଇଁ ଭିଡ଼ିଓଟି ଏତିକି। ପୁଣି ଦେଖା ହବ ଆଉ ଗୋଟେ ସୁନ୍ଦର ଭିଡ଼ିଓରେ। ଥ୍ୟାଙ୍କ୍ସ ଫର ୱାଚିଂ।